नमस्कार जय जगन्नाथ एही खास विश्लेषण को आपण को बहुत बहुत स्वागत। आज आमे एमिति एक आध्यात्मिक विषय उपरे कथा हेबा जहा शुणिले आपण निश्चय आश्चर्य हेबे। आमे कथा हेउछु पुरुषोत्तम एकादशी विषय रे। एहार सही पवित्र कहानी सठिक पूजा विधि आउ सबुठु बड़ कथा हेला आम जीवन उपरे एहार केते गभीर प्रभाव पड़ी थाए से विषय रे आज आमे टिकिनिकी आलोचना करिबा। ଏହା ହେଉଛି ଐଶ୍ୱରିକ କୃପା ଆଉ ସମୃଦ୍ଧିର ଏକ ଅଦ୍ଭୁତ ମିଳନ। ତାହାଲେ ଆଉ ଡେରି ନ କରି ଆସନ୍ତୁ ସିଧାସଳଖ ବିଷୟବସ୍ତୁ ଭିତରକୁ ଯିବା। କିନ୍ତୁ ଆଗକୁ ବଢ଼ିବା ପୂର୍ବରୁ ମୋ ମନରେ ଗୋଟେ ବହୁତ ବଡ଼ ପ୍ରଶ୍ନ ଆସୁଛି। ଆପଣମାନେ କେବେ ଭାବିଛନ୍ତି କି କ'ଣ ସତରେ କେବଳ ଗୋଟିଏ ଦିନର ନିଷ୍ଠାପର ଭକ୍ତି ଆମର ଘୋର ଦାରିଦ୍ର୍ୟକୁ ସମ୍ପୂର୍ଣ୍ଣ ରୂପେ ଦୂର କରିଦେଇପାରିବ ଆଉ ଶେଷରେ ମଣିଷକୁ ସିଧା ମୋକ୍ଷ ପ୍ରଦାନ କରିପାରିବ? ଟିକେ ଚିନ୍ତା କରନ୍ତୁ ତ। ଆଜିର ଆମର ଏହି ସମ୍ପୂର୍ଣ୍ଣ ଆଲୋଚନା ମୁଖ୍ୟତଃ ଏହି ଗୋଟିଏ ପ୍ରଶ୍ନର ଉତ୍ତର ଖୋଜିବା ଉପରେ ହିଁ ଫୋକସ୍ କରିବ। ଆସନ୍ତୁ ଦେଖିବା ଏହା ପଛର ପ୍ରକୃତ ରହସ୍ୟଟା କ'ଣ। ଆସନ୍ତୁ ଆରମ୍ଭ କରିବା ଆମର ପ୍ରଥମ ବିଷୟରୁ ପୁରୁଷୋତ୍ତମ ଏକାଦଶୀର ପରିଚୟ ଏବଂ ଏହାର ସମୟ। ଆଚ୍ଛା, ଆପଣମାନେ ହିନ୍ଦୁ କ୍ୟାଲେଣ୍ଡରରେ ଅଧିକ ମାସ ବା ମଳ ମାସ ବିଷୟରେ ତ ନିଶ୍ଚୟ ଶୁଣିଥିବେ। ଏହା ହେଉଛି ଗୋଟିଏ ଅତିରିକ୍ତ ଚାନ୍ଦ୍ରମାନ ମାସ ଯାହାକି କିଛି ବର୍ଷ ଅନ୍ତରରେ ଆସିଥାଏ। ଏବେ ସବୁଠୁ ମଜାଦାର କଥା ହେଲା ଆମର ଏହି ପୁରୁଷୋତ୍ତମ ଏକାଦଶୀ କୌଣସି ସାଧାରଣ ମାସରେ ପଡ଼େ ନାହିଁ। ଏହା କେବଳ ଏହି ଖାସ୍ ଅଧିକ ମାସରେ ହିଁ ଆସିଥାଏ। ଏହି ମାସଟିକୁ ବହୁତ ପବିତ୍ର ବୋଲି ଧରାଯାଏ ଆଉ ଏହା ସମ୍ପୂର୍ଣ୍ଣ ରୂପେ କେବଳ ଭଗବାନ ବିଷ୍ଣୁଙ୍କ ଉପାସନା ପାଇଁ ସମର୍ପିତ। ଭଗବାନ ବିଷ୍ଣୁଙ୍କ ସହ ଏହାର ଏତେ ସିଧାସଳଖ ସମ୍ପର୍କ ଥିବାରୁ ଭାବନ୍ତୁ ତ ଏହି ଏକାଦଶୀର ମହତ୍ତ୍ୱ କେତେ ଗୁଣ ବଢ଼ିଯାଉଥିବ। ଏହା ସତରେ ବହୁତ ଖାସ୍। ଏବେ ଆମେ ଏହାର ପଛରେ ଥିବା ଏକ ଚମତ୍କାର ପୌରାଣିକ କାହାଣୀ ଶୁଣିବା। ଏକ ଗରିବ ବ୍ରାହ୍ମଣ ଦମ୍ପତିଙ୍କ କାହାଣୀ। ବହୁ ପୂର୍ବକାଳର କଥା। ଜଣେ ବ୍ରାହ୍ମଣ ଓ ତାଙ୍କ ପତ୍ନୀଙ୍କ ଜୀବନରେ ଏମିତି ଏକ ପରିସ୍ଥିତି ଥିଲା ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଗୋଟିଏ ପଟେ ଥିଲା ତାଙ୍କର ଅଖଣ୍ଡ ଧାର୍ମିକ ନିଷ୍ଠା ଆଉ ଅନ୍ୟପଟେ ତାଙ୍କର ଦୈନନ୍ଦିନ ଜୀବନର ଭୟଙ୍କର ଦାରିଦ୍ର୍ୟ। ସେମାନେ ଈଶ୍ୱରଙ୍କୁ ଅତ୍ୟନ୍ତ ବିଶ୍ୱାସ କରୁଥିଲେ, ସବୁବେଳେ ପୂଜାପାଠରେ ମନ ଦେଉଥିଲେ, କିନ୍ତୁ ଦୁଃଖର କଥା ହେଲା ଏତେ ଭକ୍ତି ଥାଇ ବି ତାଙ୍କ ଘରେ ସବୁବେଳେ ଖାଦ୍ୟ ଓ ଅର୍ଥର ଘୋର ଅଭାବ ଲାଗି ରହୁଥିଲା। ଏହା ଥିଲା ତାଙ୍କ ପାଇଁ ଏକ ଅତ୍ୟନ୍ତ କଠିନ ସମୟ। ପ୍ରବଳ ଆସ୍ଥା ଥିଲେ ମଧ୍ୟ ସେମାନେ ନିରନ୍ତର କଷ୍ଟ ଭୋଗୁଥିଲେ। ଏମିତି ଦିନ କଟୁଥାଏ। ଠିକ୍ ସେତିକିବେଳେ ଏକ ବଡ଼ ମୋଡ଼ ଆସିଲା। ଦିନେ ବ୍ରାହ୍ମଣୀ ଜଣକ ତାଙ୍କ ସ୍ୱାମୀଙ୍କୁ କହିଲେ, ବୁଧୁରେ କୌଣସି ପବିତ୍ର ବ୍ରତ କଲେ ଆମ ଘରର ଏହି ନିରନ୍ତର ଦୁଃଖ ଓ ଦାରିଦ୍ର୍ୟ ସବୁଦିନ ପାଇଁ ଦୂର ହୋଇଯିବ। ଏହି ପଦକ କଥା ବହୁତ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି, କାରଣ ଏଠିରୁ ହିଁ ଆମେ ଦେଖିବାକୁ ପାରୁଛୁ ଯେ ବ୍ରାହ୍ମଣୀ ହାର ମାନିନଥିଲେ। କାନ୍ଦି ବସିବା ବଦଳରେ ସେ ଏକ ସକ୍ରିୟ ଆଧ୍ୟାତ୍ମିକ ବାଟ ଖୋଜିବା ଆରମ୍ଭ କଲେ। ଏଇଠୁ ହିଁ ପ୍ରକୃତରେ ସମାଧାନର ବାଟ ଫିଟିଲା। ଏହାପରେ ଆସୁଛି ଆମ କାହାଣୀର ତୃତୀୟ ପର୍ଯ୍ୟାୟ, ଋଷିଙ୍କ ଆଗମନ ଆଉ ତାଙ୍କର ସେହି ଅମୂଲ୍ୟ ପରାମର୍ଶ। ତ ସେହି ସମୟରେ କ'ଣ ହେଲା ନା, ଜଣେ ବହୁତ ବଡ଼ ଆଉ ସମ୍ମାନିତ ଋଷି ସେମାନଙ୍କ ଘରକୁ ଅତିଥି ହୋଇ ଆସିଗଲେ। ଆମେ ତ ପୂର୍ବରୁ ଆଲୋଚନା କରିଛେ ଯେ ସେହି ଦମ୍ପତିଙ୍କ ପାଖରେ ନା ଥିଲା ଧନ ନା ଥିଲା କିଛି ସାମଗ୍ରୀ। ତଥାପି ବି ସେମାନେ ଟିକେ ବି ଦ୍ୱିଧା ପ୍ରକାଶ କଲେନି। ନିଜର ଦାରିଦ୍ର୍ୟକୁ ପଛରେ ପକାଇ ସମ୍ପୂର୍ଣ୍ଣ ଭକ୍ତି ଆଉ ଆନ୍ତରିକତାର ସହ ସେହି ଋଷିଙ୍କୁ ସ୍ୱାଗତ କଲେ ଏବଂ ଯଥାସାଧ୍ୟ ସେବା କଲେ। ଏଥିରୁ ଗୋଟେ କଥା ପୁରା ସ୍ପଷ୍ଟ ହୋଇଯାଉଛି ଯେ ଭଗବାନ ହୁଅନ୍ତୁ କି ଅତିଥି, ସେମାନଙ୍କ ସେବା ପାଇଁ ଟଙ୍କା ପଇସା ଦରକାର ନାହିଁ, ଦରକାର କେବଳ ଗୋଟିଏ ଶୁଦ୍ଧ ମନ ଆଉ ସେବା ମନୋଭାବ। ଆଉ ଆପଣମାନେ ତ ଜାଣିଛନ୍ତି, ଶୁଦ୍ଧ ମନରେ ସେବା କଲେ ତାର ଫଳ ନିଶ୍ଚୟ ମିଳେ। ଠିକ୍ ସେମିତି ହିଁ ହେଲା। ଦମ୍ପତିଙ୍କର ଏହି ନିଃସ୍ୱାର୍ଥପର ସେବା ଦେଖି ଋଷି ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ। ଆଉ ସନ୍ତୁଷ୍ଟ ହୋଇ ଋଷି ସେମାନଙ୍କୁ ଆଶୀର୍ବାଦ ସ୍ୱରୂପ ଗୋଟିଏ ବହୁତ ବଡ଼ ରହସ୍ୟ ବିଷୟରେ କହିଲେ। ସେ ସେମାନଙ୍କୁ ଏହି ବିଶେଷ ପୁରୁଷୋତ୍ତମ ଏକାଦଶୀ ବ୍ରତର ଅସୀମ ଶକ୍ତି ଓ ମହତ୍ତ୍ୱ ବୁଝାଇଲେ। ସତ କହିବାକୁ ଗଲେ ଋଷିଙ୍କର ଏହି ମୂଲ୍ୟବାନ ମାର୍ଗଦର୍ଶନ ହିଁ ଥିଲା ସେମାନଙ୍କର ସେବାର ପ୍ରକୃତ ପୁରସ୍କାର। ଏବେ ଆମେ ଦେଖିବା ଚତୁର୍ଥ ଭାଗ, ଅର୍ଥାତ୍ ଏହି ବ୍ରତ ଓ ପୂଜା ପାଇଁ ଋଷି ସେମାନଙ୍କୁ କେଉଁ ସବୁ ନିୟମ ପାଳନ କରିବାକୁ କହିଲେ। ଋଷି ସେମାନଙ୍କୁ ବହୁତ ସ୍ପଷ୍ଟ ଭାବରେ ମୁଖ୍ୟତଃ 4ଟି କାମ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଥମ କାମଟି ହେଲା ଉପବାସ, ଅର୍ଥାତ୍ ଖାଦ୍ୟ ତ୍ୟାଗ କରି ଶାରୀରିକ ଶୁଦ୍ଧତା ରଖିବା। ଦ୍ୱିତୀୟଟି ହେଲା ଭଗବାନ ବିଷ୍ଣୁଙ୍କ ନାମ ଜପ କରିବା,
ଯାହା ଆମ ମନକୁ ଶାନ୍ତି ଦେବା ସହ ଈଶ୍ୱରଙ୍କ ସହ ସିଧା ଯୋଡ଼ିଥାଏ। ତାପରେ ତୃତୀୟ ଆଉ ବହୁତ ଗୁରୁତ୍ୱପୂର୍ଣ୍ଣ କାମଟି ହେଲା ରାତ୍ରି ଜାଗରଣ, ଅର୍ଥାତ୍ ରାତିରେ ନ ଶୋଇ ପୂରା ଏକାଗ୍ରତାର ସହ ଈଶ୍ୱରଙ୍କ ଆରାଧନା କରିବା। ଏବଂ ଚତୁର୍ଥ ତଥା ଶେଷ କାମଟି ହେଲା ଦାନ ଓ ପୂଜା। ଋଷି ସଫା ସଫା କହିଦେଇଥିଲେ ଯେ ସମ୍ପୂର୍ଣ୍ଣ ସୁଫଳ ପାଇବାକୁ ହେଲେ ଏହି 4ଟି ଯାକ କାମ ଅତ୍ୟନ୍ତ କଠୋର ନିଷ୍ଠାର ସହ କରିବାକୁ ହିଁ ପଡ଼ିବ। ଆଉ ଜାଣିଛନ୍ତି ଏହି 4ଟି କାମ ଠିକ୍ ଭାବେ କଲେ ପ୍ରକୃତରେ କ'ଣ ହୁଏ? ଋଷିଙ୍କ କହିବା ଅନୁସାରେ ଯଦି କେହି ପୂରା ନିଷ୍ଠାରେ ଏହି ନିୟମଗୁଡ଼ିକୁ ପାଳନ କରେ ତେବେ ତାର ପୂର୍ବ ଜନ୍ମରୁ ସଞ୍ଚିତ ହୋଇଥିବା ସମସ୍ତ ପାପ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ଏହା ବହୁତ ବଡ଼ କଥା, କାରଣ ଥରେ ପାପ ନାଶ ହୋଇଗଲା ମାନେ ଜୀବନର ସବୁ ବାଧାବିଘ୍ନ ଆପେ ଆପେ ଦୂର ହୋଇଯାଏ ଆଉ ସୁଖ ସମୃଦ୍ଧିର ରାସ୍ତା ଆପଣା ଛାଏଁ ଖୋଲିଯାଏ। ଆପଣ ଏହାକୁ ଏକ ପ୍ରକାର ମାଷ୍ଟର କି ବା ଚାବିକାଠି ବୋଲି ଭାବିପାରନ୍ତି, ଯାହାକି ଗୋଟିଏ ପଟେ ସାଂସାରିକ ସୁଖ ଆଉ ଅନ୍ୟପଟେ ଆଧ୍ୟାତ୍ମିକ ଉନ୍ନତି ଉଭୟ ଦେଇଥାଏ। ବର୍ତ୍ତମାନ ଆସିବା ଶେଷ ଭାଗକୁ, ବ୍ରାହ୍ମଣ ଦମ୍ପତିଙ୍କ ସହ ଆଗକୁ କ'ଣ ହେଲା ଏବଂ ଏହି ବ୍ରତର ପ୍ରକୃତ ମହତ୍ତ୍ୱ କ'ଣ? ତେବେ ସେହି ବ୍ରାହ୍ମଣ ଦମ୍ପତି ପୂରା ବିଶ୍ୱାସ ଆଉ ଶ୍ରଦ୍ଧାର ସହ ସମସ୍ତ ନିୟମ ମାନି ବ୍ରତଟିକୁ ପୂରଣ କଲେ। ଆଉ ତାର ତୁରନ୍ତ ପ୍ରଭାବ କ'ଣ ହେଲା ଜାଣିଛନ୍ତି? ଯେଉଁ ଭୟଙ୍କର ଦାରିଦ୍ର୍ୟ ସେମାନଙ୍କୁ ବର୍ଷ ବର୍ଷ ଧରି କଷ୍ଟ ଦେଉଥିଲା ତାହା ସମ୍ପୂର୍ଣ୍ଣ ଉଭେଇଗଲା। ଧୀରେ ଧୀରେ ସେମାନଙ୍କର ଧନ ସମ୍ପତ୍ତି ବଢ଼ିବାକୁ ଲାଗିଲା ଆଉ ସେମାନେ ଏକ ବହୁତ ସୁଖୀ ଜୀବନ ବିତାଇଲେ। କିନ୍ତୁ ଆଜ୍ଞା, କାହାଣୀର ଅସଲ କ୍ଲାଇମ୍ୟାକ୍ସ ଏବେ ବି ବାକି ଅଛି। ଏହି ବ୍ରତର ସବୁଠୁ ବଡ଼ ଫଳସ୍ୱରୂପ ନିଜ ଜୀବନର ଶେଷରେ ସେମାନେ ଭଗବାନ ବିଷ୍ଣୁଙ୍କ କୃପାରୁ ସିଧା ମୋକ୍ଷ ବା ମୁକ୍ତି ଲାଭ କଲେ। ଏଥିରୁ ଆମେ ସ୍ପଷ୍ଟ ଭାବେ ବୁଝିପାରୁଛେ ଯେ ଏହି ଏକାଦଶୀର ଯାଦୁ କେବଳ ଏହି ଦୁନିଆର ଟଙ୍କା ପଇସାରେ ସୀମିତ ନୁହେଁ, ଏହା ଆମକୁ ପରକାଳରେ ମଧ୍ୟ ମୁକ୍ତି ଦେଇଥାଏ। ତାହେଲେ ଆସନ୍ତୁ, ଏ ଯାଏଁ ଆମେ ଯାହା ବି ଆଲୋଚନା କଲେ ତାର ମୁଖ୍ୟ କଥାଗୁଡ଼ିକୁ ଟିକେ ସଂକ୍ଷେପରେ ବୁଝିନେବା। ପ୍ରଥମ କଥା ହେଲା, ଏହା ହେଉଛି ସବୁଠାରୁ ଖାସ୍ ଏକାଦଶୀ, କାରଣ ଏହା ମଳ ମାସରେ ଆସେ। ଦ୍ୱିତୀୟରେ, ଯଦି ଆପଣ ଏହାକୁ ସତ୍ୟ ଓ ନିଷ୍ଠାର ସହ ପାଳନ କରନ୍ତି, ଏହା ନିଶ୍ଚିତ ଭାବେ ସବୁ ପାପ ନାଶ କରିଦିଏ। ତୃତୀୟ କଥା, ଠିକ୍ ସେହି ବ୍ରାହ୍ମଣ ଦମ୍ପତିଙ୍କ ପରି ଏହା ଆମ ଘରକୁ ଅପାର ଶାନ୍ତି ଓ ସମୃଦ୍ଧି ନେଇ ଆସେ। ଆଉ ସବୁଠୁ ଦାମିକିଆ କଥାଟି ହେଲା, ଏହି ବ୍ରତ ଦ୍ୱାରା ଭଗବାନ ବିଷ୍ଣୁଙ୍କର ସିଧାସଳଖ ଆଶୀର୍ବାଦ ମିଳେ, ଯାହା ଆମକୁ ମୁଖ୍ୟ ପ୍ରାପ୍ତି ଦିଗରେ ନେଇଯାଏ। ବାସ୍, ଏହିସବୁ ମୁଖ୍ୟ କାରଣ ପାଇଁ ହିଁ ତ ଆମ ଶାସ୍ତ୍ରରେ ପୁରୁଷୋତ୍ତମ ଏକାଦଶୀକୁ ଏତେ ଉଚ୍ଚରେ ରଖାଯାଇଛି। ଏତେ ସବୁ ତଥ୍ୟ ଆଉ ଏହି ସୁନ୍ଦର କାହାଣୀଟିକୁ ଶୁଣିବା ପରେ ଶେଷରେ ମୋ ମନରେ ଗୋଟିଏ ବହୁତ ଗଭୀର ପ୍ରଶ୍ନ ଆସୁଛି। କିପରି ଏକ ଛୋଟ ଶୁଦ୍ଧ ଭକ୍ତିର ଭାବ ଆମର ଭୌତିକ ଧନସମ୍ପତ୍ତି ଏବଂ ଅନନ୍ତ ଆଧ୍ୟାତ୍ମିକ ମୁକ୍ତି, ଏହି ଦୁଇଟି ଅଲଗା ଅଲଗା ଜିନିଷ ମଧ୍ୟରେ ଏକ ବିରାଟ ସେତୁ ପାଲଟିଯାଏ? ସତରେ ଏହା ଏମିତି ଏକ ପ୍ରଶ୍ନ ଯାହା ଆମକୁ ଆମର ବିଶ୍ୱାସ ଆଉ ଭକ୍ତିର ପ୍ରକୃତ ଶକ୍ତି ଉପରେ ଚିନ୍ତା କରିବାକୁ ବାଧ୍ୟ କରେ। କାରଣ ପୁରୁଷୋତ୍ତମ ଏକାଦଶୀ କେବଳ ଗୋଟିଏ ଉପବାସ ନୁହେଁ, ଏହା ହେଉଛି ନିଜକୁ ଭିତରୁ ସୁଧାରିବାର, ନିଜର ଆଧ୍ୟାତ୍ମିକ ଉନ୍ନତି କରିବାର ଏବଂ ସିଧା ଭଗବାନଙ୍କ ସହ ଯୋଡ଼ି ହେବାର ଏକ ସୁବର୍ଣ୍ଣ ସୁଯୋଗ। ଆଶା କରୁଛି ଆଜିର ଏହି ବିଶ୍ଳେଷଣ ଆପଣମାନଙ୍କ ପାଇଁ ବେଶ୍ ଲାଭଦାୟକ ଆଉ ପ୍ରେରଣାଦାୟକ ହୋଇଥିବ। ଜୟ ଜଗନ୍ନାଥ।